ସୁଭଦ୍ରା ଯୋଜନାରେ ମୁଁ ଗୋଟେ ଲାଟେଷ୍ଟ ଖବର ନେଇ ଆସିଛି। ତୁରନ୍ତ କର ବାୟୋମେଟ୍ରିକ୍ ଇ-KYC ନ କରିବା ଦ୍ୱାରା ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବନି। ଚାଲନ୍ତୁ ପୁରା ଖବର ଜାଣିବା। ପୁରା ଖବର ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦବାଇ ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ଆଜି ହିଁ ସବସ୍କ୍ରାଇବ୍ କରନ୍ତୁ। ସୁଭଦ୍ରା ଆବେଦନ ଅଣ୍ଡର ପ୍ରୋସେସ୍ ଦେଖାଯାଉଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ଯୋଗ୍ୟତା ଥିବା ସତ୍ତ୍ୱେ ସହାୟତା ରାଶି ପାଉନଥିଲେ ପୋର୍ଟାଲରେ ଅଭିଯୋଗ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। OTP ଜରିଆରେ ଇ-KYC କରିଥିଲେ ବାୟୋମେଟ୍ରିକ୍ ଦ୍ୱାରା ପୁଣି ଥରେ କରନ୍ତୁ ବୋଲି ସେ କହିଛନ୍ତି। ଯୋଜନାରୁ ବାଦ୍ ପଡ଼ିଥିବା ମହିଳାମାନଙ୍କୁ ପୁଣି ଥରେ ଅଭିଯୋଗ ସୁଯୋଗ ଦେବା ପାଇଁ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ନିଷ୍ପତ୍ତି ସ୍ଥଗିତ ରଖାଯାଇଛି। ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ। ଚତୁର୍ଥ ପର୍ଯ୍ୟାୟ ଯୋଗ୍ୟତା ଥିବା ସତ୍ତ୍ୱେ ମିଳିବନି କି ସୁଭଦ୍ରା ଟଙ୍କା ସହାୟତା। ସୁଭଦ୍ରା ଆପ୍ଲିକେସନ୍ ଅଣ୍ଡର ପ୍ରୋସେସ୍ ଦେଖାଯାଉଛି। 5 ଏକର ଜମି ନଥାଇ ସେହି ଆଧାରରେ ଯୋଜନାରୁ ବଞ୍ଚିତ ହୋଇଛନ୍ତି କି? ଲକ୍ ଆଉଟ୍ ଭାବି ଭୁଲରେ ଅପ୍ ଆଉଟ୍ ଲିଙ୍କରେ କ୍ଲିକ୍ କରିଛନ୍ତି କି? ଯଦି ହିଁ ତେବେ ଏବେ ହିଁ ଆପଣଙ୍କ ପାଖରେ ଅଛି ସୁଭଦ୍ରା ସୁଯୋଗ। ସୁଭଦ୍ରା ଯୋଜନା ଚତୁର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଆଶା କରିବି ଭିଡ଼ିଓଟି ଭଲ ଲାଗେ ଲାଇକ୍ ସେ ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବି ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ଇ-KYC କରିଛନ୍ତି ତେବେ ନିଶ୍ଚିତ ରୁହନ୍ତୁ। ଯଦି କେବଳ OTP ଜରିଆରେ ଇ-KYC କରିଛନ୍ତି ତେବେ ଯଥାଶୀଘ୍ର ଜନସେବା କେନ୍ଦ୍ର ଯାଇ ସେଠାରେ ବାୟୋମେଟ୍ରିକ୍ ପ୍ରକ୍ରିୟା KYC କରନ୍ତୁ। ଯେଉଁମାନଙ୍କର ପ୍ରକୃତ 5 ଏକର ଜମି ନାହିଁ ଅଥଚ ଗତ ବର୍ଷ ମଣ୍ଡିରେ 5 ଏକର ଜମି ଥିବା ଧାନ ଦେଇଥିଲେ ସେମାନେ ସୁଭଦ୍ରା ସହାୟତା ପାଇବାର ସମସ୍ୟା ଭୋଗି ପାରନ୍ତି। ଏଥିପାଇଁ ସୁଭଦ୍ରା ପୋର୍ଟାଲ କିମ୍ବା ବ୍ଲକ କମିଟି ପାଖରେ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଭାତୀ ପରିଡ଼ା। ଗାଁରେ ଅଙ୍ଗନବାଡ଼ି ଦିଦି RI ଫିଲ୍ଡ ଭେରିଫିକେସନ୍ କରୁଛନ୍ତି, ତେଣୁ ସମସ୍ତେ ସହଯୋଗ କରିବାକୁ ସେ ଅପିଲ କରିଛନ୍ତି। ଦେଖନ୍ତୁ ସୁଭଦ୍ରା ପୋର୍ଟାଲରେ ସ୍କ୍ରିନ୍ ସଟ୍କୁ ପୋର୍ଟାଲ ଆକାଉଣ୍ଟକୁ ଲଗ୍ ଆଉଟ୍ କରୁଥିବା ଭାବି ଭୁଲବଶତଃ ଅପ୍ ଆଉଟ୍ ଲିଙ୍କ ବା ବଟନରେ କ୍ଲିକ୍ କରିଦେଇଛନ୍ତି ଅନେକ ସୁଭଦ୍ରା ଆଶାୟୀ। 31,000 ମହିଳା ସୁଭଦ୍ରା ସହାୟତା ପାଇବାକୁ ଇଚ୍ଛୁକ ଥିଲେ ବି ସେମାନେ ନିଜ ଅଜ୍ଞତା କାରଣରୁ ଆପ୍ ଆଉଟ୍ରେ କ୍ଲିକ୍ କରି ବାଦ୍ ପଡ଼ିଛନ୍ତି ହିତାଧିକାରୀ ତାଲିକାରୁ। ତେବେ ସେମାନେ ଚାହିଁଲେ ପୋର୍ଟାଲରେ ପୁଣି ଥରେ କମ୍ପ୍ଲେନ୍ ଦେଇପାରିବେ। ଏଥିସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଏବେ ବି ସହାୟତାରେ ବଞ୍ଚିତ ଥିବା ହିତାଧିକାରୀଙ୍କୁ ସୁଯୋଗ ଦେବା ପାଇଁ ଡିସେମ୍ବର 25ରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ବିତରଣ ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି। ଆଶା କରିବି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ ଦେବେ।